ଆଦିମ ଅଧିବାସୀ ପ୍ରକୃତିର ଉପାସକ, ପ୍ରକୃତି କୋଳରେ ବାସ। ନା କୌଣସି ମନ୍ଦିର ଅଛି, ନା କୌଣସି ଅଲଗା ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ। ଖୁବ୍ ଶାନ୍ତ ପ୍ରକୃତି କୋଳରେ ସୁନ୍ଦର ଭାବରେ ପ୍ରକୃତିର ଉପାସନା କରିଥାନ୍ତି। ଶାଳ ଗଛକୁ ପୂଜା କରିଥାନ୍ତି। ସଗୁଣବାହା ପର୍ବଟି ବସନ୍ତ ଋତୁର ଆଗମନ ପରେ ଆରମ୍ଭ ହୋଇଯାଏ। ଏହି ପର୍ବ ପ୍ରତ୍ୟେକ ଅଞ୍ଚଳରେ ନିଆରା ଢଙ୍ଗରେ ସ୍ୱତନ୍ତ୍ର ଦିନରେ ପାଳନ କରନ୍ତି। ସେମାନେ ସମୟ ନିଜେ ଧାର୍ଯ୍ୟ କରିଥାନ୍ତି। ହଁ, ଲକ୍ଷ୍ୟ ତ କେବଳ ସେତିକି, ପ୍ରକୃତି ମା'କୁ ଧନ୍ୟବାଦ ଅର୍ପଣ କରିବା। ତେଣୁ ସେହି ଧନ୍ୟବାଦ ଅର୍ପଣର ସଭ୍ୟତା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ଆମେ ଆଦିମ ଅଧିବାସୀମାନଙ୍କର ସଂସ୍କୃତି ପରମ୍ପରା ପାଇଁ ଗର୍ବିତ। କେବଳ ସେତିକି ନୁହଁ, ସେମାନେ ଖୁବ୍ ସାହସୀ। ତାଙ୍କର ସାହସିକତାର ପରିଚୟ ସମସ୍ତଙ୍କୁ ଜ୍ଞାତ। ଇଂରେଜମାନଙ୍କ ସମୟରୁ ଆମେ ସେସବୁ ବିଷୟରେ ଜାଣି ଆସିଛୁ। ସାହସୀ ବଳିତ, ସାହସୀ ଯୋଦ୍ଧାର ପରିଚୟ ଦେଇ ତ ପ୍ରକୃତି କୋଳରେ ହିଂସ୍ର ଜନ୍ତୁଙ୍କ ମଧ୍ୟରେ ସୁନ୍ଦର ଭାବରେ ଜୀବନଯାପନ କରିପାରୁଛନ୍ତି। ବାସ୍ତବରେ ନିଆରା ଢଙ୍ଗରେ ବିଭିନ୍ନ ପ୍ରକାରର ପରମ୍ପରାକୁ ପାଳନ କରି ଆସୁଛନ୍ତି। ସଗୁଣବାହା ପର୍ବ ତାଙ୍କର ସେମିତି ଏକ ପର୍ବ, ଯେଉଁ ପର୍ବର ଅର୍ଥ ହେଉଛି ନିଆରା। ସଗୁଣର ଅର୍ଥ ହେଉଛି ପରମ୍ପରା, ବାହାର ଅର୍ଥ ହେଉଛି ଫୁଲ। ତେଣୁ ଫୁଲକୁ ନେଇ ଏହି ପରମ୍ପରା, ଅର୍ଥାତ୍ ଶାଳ ଫୁଲକୁ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରିବାର ଏକ ପ୍ରଥା ହେଉଛି ସଗୁଣବାହା। ଏହି ପର୍ବକୁ କେତେକାଂଶରେ ବାହା ପରବ, ବା ପରବ ବୋଲି ମଧ୍ୟ କହିଥାନ୍ତି। ଆଶା କରୁଛି ଆଜିର ଉପସ୍ଥାପନାରେ ଆଗକୁ ଯାହା ବି କିଛି କହିବି ଭଲ ଲାଗିବ, ଶୁଣିବେ ନିଶ୍ଚିତ।